नमस्कार ମୁଁ ଡକ୍ଟର ତନୁଶ୍ରୀ ରଥ ଆଜି ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଟପିକ ଉପରେ କଥା ହବା ଯୋଉଟା କି ହଉଛି ଗାଇନୋକୋଲୋଜିକାଲ କ୍ୟାନ୍ସର କହିଲେ ସାଧାରଣତଃ ସମସ୍ତଙ୍କୁ ଡର ଲାଗେ ଡରିବା ଉଚିତ ମଧ୍ୟ କାହିଁକି ନା अर्ली ପ୍ରତିକାର ଯୋଉଟା ଆମେ ଆଗୁଆ ପ୍ରତିକାର କରିବା ତାର କ୍ୟୁର ରେଟ୍ ବହୁତ ହାଇ କ୍ୱାଲିଟି ଅଫ ଲାଇଫ ଇମ୍ପ୍ରୁଭ କରିପାରିବ କିନ୍ତୁ ଯଦି ତାକୁ ଆମେ ସାଧାରଣ ଟିକେ ଅବ୍ୟବସ୍ଥା ବୋଲି କହିକି ଏଡେଇ ଦେବା ତାହେଲେ ତାର ବହୁତ ଗ୍ରେଭ କନସିକ୍ୱେନ୍ସ ରହିବ ପଛକୁ ଗୋଟେ ସ୍ତ୍ରୀର କଣ କଣ ଗାଇନୋକୋଲୋଜିକାଲ କ୍ୟାନ୍ସର ହେଇପାରେ ପ୍ରଥମ ହଉଛି ସର୍ଭାଇକାଲ କ୍ୟାନ୍ସର ମୋଷ୍ଟ କମନ ସେଟା କେମିତି ଆମେ ଚିହ୍ନିବା ଏକ୍ସେସିଭ ବ୍ଲିଡିଂ ରିଲେସନ ରଖିଲା ପରେ ବ୍ଲିଡିଂ फाउल स्मेलिंग वेजाइनल डिस्चार्ज माने जो वाटरी डिस्चार्ज हो कि ब्लडी डिस्चार्ज हो जोटा कि स्मेल होतबो ए सब होची सर्वाइकल कैंसर लक्षण तृतीय एंडोमेट्रियल कैंसर ताको हमें केमति चिन्हबो आइदर मेनोपॉज किंबा मेनोपॉज हबाकू जाउथबो स्त्री लोक मानकर जदि अत्यधिक ब्लीडिंग होउची किंबा अनियमित भाବରେ ब्लीडिंग होउची ताले हुए तो एंडोमेट्रियल कैंसर हेई थाई पारे तीन नंबर होउची ओवेरियन कैंसर कोन लक्षण पेट फुली ଯିବା ପେଟରେ କିଛି ଗୋଟେ ଗେଟା କି କିଛି ଗୋଟେ ମାସ୍ ଫିଲ୍ କରିବା ତା ବାଦ ଭୋକ ନ ଲାଗିବା ଓଜନ କମିବା ଆଉ ସବୁବେଳେ ଗୋଟେ ହେଭିନେସ୍ ଭଳିଆ ଫିଲ୍ କରିବା ଏହା ହଉଛି ଓଭେରି କ୍ୟାନ୍ସରର ଲକ୍ଷଣ ତାପରେ ଆମର ଆସୁଛି ବଲବଲ ଆଉ ଭେଜାଇନାଲ କ୍ୟାନ୍ସର ସେଇଟା ଆମେ କେମିତି ଚିହ୍ନି ପାରିବା ଅତ୍ୟଧିକ ଇଚିଂ ହବା ପ୍ରାଇଭେଟ ପାର୍ଟରେ କିମ୍ବା ତାର ରଙ୍ଗ ବଦଳିବା କିମ୍ବା ଯେକୌଣସି ଗୋଟେ ବଥ କିମ୍ବା ଘା ହବା ଯୋଉଟା କି ଶୁଖିବାର ଡେରି କରୁଥିବ ସେ ସବୁ ବିଷୟରେ ଆମେ ଜାଣିବା କି ଏଇଟା ବଲବଲ ହେଇପାରେ କି ଭେଜାଇନାଲ କ୍ୟାନ୍ସର ହେଇପାରେ ଯଦି ଆମେ କିଛି ଅନୱାଣ୍ଟେଡ କି ଅନନେସେସରି ଗ୍ରୋଥ ଦେଖୁଛେ ଆମ ପ୍ରାଇଭେଟ ପାର୍ଟରେ ତାହେଲେ ବି ଏଇଟା ସନ୍ଦେହଜନକ ସେଇଟାକୁ ବି ଆମେ ଏଭାଲୁଏସନ ପାଇଁ ଡକ୍ଟରଙ୍କ ପାଖକୁ ଯିବା କଥା ତାପରେ ଗୋଟେ ବହୁତ କମନ କଜ ହଉଛି ଆମର ବ୍ରେଷ୍ଟ କ୍ୟାନ୍ସର ମାନେ ବ୍ରେଷ୍ଟ କ୍ୟାନ୍ସର ଇଜ ଅ ସାଇଲେଣ୍ଟ କିଲର ଅଫ ମେନି ୱୁମେନ୍ ସେଇଟା ଆମେ କେମିତି ଜାଣିବା ମାସକୁ ଥରେ ଲେଖା ଗୋଟେ ସମସ୍ତଙ୍କୁ ମୁଁ ଆଡଭାଇସ କରିବାକୁ ଚାହିଁବି ସେଲ୍ଫ ବ୍ରେଷ୍ଟ ଏକ୍ସାମିନେସନ କରନ୍ତୁ ଯଦି ସେଇଥିରେ ନିଜେ ଏକ୍ସାମିନ କରିବା ପରେ ଯଦି ଜାଣିବେ କିଛି ଗେଟା ଲାଗୁଛି କିମ୍ବା ଦରଜ ହଉଛି କିମ୍ବା କିଛି ଡିସଚାର୍ଜ ଆସୁଛି ଯେମିତି କି ଯୋଉମାନେ ଛୁଆକୁ କ୍ଷୀର ଦଉନାହାନ୍ତି ତଥାପି କ୍ଷୀର ଆସୁଛି କିମ୍ବା କିଛି ୱାଟରି ଡିସଚାର୍ଜ ଆସୁଛି ବ୍ରେଷ୍ଟରୁ ତାହେଲେ ଜାଣିବେ ଏଇଟା ସବୁ ବ୍ରେଷ୍ଟ କ୍ୟାନ୍ସରର ଲକ୍ଷଣ ତ ଆମେ କରିବା କଣ ଆମେ ତ ଲକ୍ଷଣ ଗୁଡା ଜାଣିଲେ ଆମେ କେମିତି ତାକୁ ପ୍ରିଭେଣ୍ଟ କରିପାରିବା এই ସବୁ କ୍ୟାନ୍ସର ଆମେ अर्ली डिटेक्शन ଆଉ ସ୍କ୍ରିନିଂ ଦ୍ୱାରା ପ୍ରିଭେଣ୍ଟ କରିପାରିବା अर्ली डिटेक्शन କହିଲେ କଣ ବୁଝୁ ଆମେ ହଉଛି ପ୍ରଥମ କଥା ପ୍ୟାପ୍ ସ୍ମିୟର ଏଭ୍ରି 5 years starting from the age 30 we should take ପ୍ୟାପ୍ ସ୍ମିୟର ତା ବାଦେ ଆମେ HPV DNA ଟେଷ୍ଟିଂ ବି କରିପାରିବା ଏହା ଆମର ସର୍ଭାଇକାଲ କ୍ୟାନ୍ସରକୁ ଡିଟେକ୍ସନ କରିପାରେ ଦ୍ୱିତୀୟ କଥା ହଉଛି monthly once a self breast examination should be done ସେଥିରେ ଆମେ ଯେତେକ abnormalities in our breast like lumps or any mass କିମ୍ବା କିଛି discharge ହଉଛି early stage ରେ ଆମେ diagnosis କରିପାରିବା ତାପରେ ହଉଛି ଆମର HPV vaccine ଯୋଉଟା କି ଆମ cervical vaccine କ୍ୟାନ୍ସରକୁ ପ୍ରିଭେଣ୍ଟ କରେ ତ HPV vaccine ର actually dose ହଉଛି 9 to 11 years 2 doses if started after 11 years it is 3 doses ତ ଏଇଟା ଆମେ actually sexually active women ନିଜର ବାହାଘର ପୂର୍ବରୁ ତାଙ୍କୁ ନବା କଥା ଆଡଭାଇସ କରୁ ଇଟ୍ କ୍ୟାନ୍ ବି ଟେକେନ୍ ଇଟ୍ ସୁଡ୍ ବି ଟେକେନ୍ ତାପରେ ହଉଛି ଆମର ହେଲ୍ଦି ଲାଇଫଷ୍ଟାଇଲ ଆଉ अर्ली डिटेक्शन एंड मंथली चेकअप सो वुमेन आई वुड लाइक टू टेल यू ମୁଁ ସମସ୍ତ ସ୍ତ୍ରୀ ଲୋକମାନଙ୍କୁ କହିବାକୁ ଚାହୁଁଛି ଆମେ କାହାର ଝିଅ ଆମେ କାହାର ସ୍ତ୍ରୀ ଆମେ କାହାର ଭଉଣୀ ଆମେ କାହାର ମା ତେଣୁ ଆମେ ନିଜର ହେଲ୍ଥର ଦାୟିତ୍ୱ ନିଜ ହାତରେ ଆମେ ଯଦି ନିଜର ନିଜେ ଦାୟିତ୍ୱ ନବୁ ଆମେ ଆମ ପରିବାରକୁ ବି ସୁସ୍ଥ ରଖିବୁ ଏତିକି କହିକି ଇତି ନମସ୍କାର